ପୁରୁଣା ଜମାନାରେ ସ୍ୱର୍ଣ୍ଣପୁର ନାମକ ଏକ ଚମକୁଥିବା ରାଜ୍ୟ ଥିଲା, ଯେଉଁଠାରେ ରାଜା ମହେନ୍ଦ୍ର ପ୍ରତାପଙ୍କ ଶାସନ ଚାଲୁଥିଲା। କିନ୍ତୁ ତାଙ୍କ ମହଲ ତଳେ ଏକ ରହସ୍ୟମୟୀ ଏବଂ ଡରୁଆ ଭଣ୍ଡାର ଘର ଥିଲା, ଯାହାର ଦ୍ୱାର ଯିଏ ବି ପାର କରୁଥିଲା ସେ କେବେ ବି ଫେରିକି ଆସୁନଥିଲା। ଏବଂ ସେତିକିବେଳେ ହଠାତ୍ ରାଜ୍ୟରେ ଏମିତି ଏକ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା ଯେ ଲୋକେ ଦାନା ପାଇଁ ତରସିଲେ। ଯାହା ପରେ ରାଜା ଘୋଷଣା କଲେ କି ଯିଏ ବି ସେହି ଅଦୃଶ୍ୟ ଦ୍ୱାରର ରହସ୍ୟ ସମାଧାନ କରି ଜନତାଙ୍କ ଭୋକ ମେଣ୍ଟାଇବ, ତାକୁ ଅଧା ରାଜପାଟ ଏବଂ ରାଜକୁମାରୀଙ୍କ ହାତ ମିଳିବ। ଯେଉଁଠି ବଡ଼ ବଡ଼ ଶୂରବୀର ଡରରେ ଲାଙ୍ଗୁଡ଼ ଜାକି ପଳାଇଲେ, ସେଇଠି ଆର୍ଯ୍ୟ ନାମକ ଏକ ସାଧାରଣ ଚୋରୁଆ ପୁଅ ହାତରେ ମଶାଲ ଧରି ସେହି ଅନ୍ଧାରୁଆ ଗୁମ୍ଫାରେ ପଶିଗଲା ଏବଂ ଡରୁଆ ଶବ୍ଦ ଓ ମାୟାବୀ ସାପମାନଙ୍କର ସାମ୍ନା କରି ଗୁମ୍ଫାର ଶେଷ ମୁଣ୍ଡରେ ପହଞ୍ଚିଗଲା, ଯେଉଁଠାରେ ତାକୁ ସୁନା ରୂପା ଗଦା ମଝିରେ ଜଣେ ତପସ୍ୱୀ ବାବା ମିଳିଲେ। ସେ କହିଲେ କି ଅସଲି ଖଜାନା ଏହି ପଥରରେ ନୁହେଁ, ବରଂ ପରିଶ୍ରମରେ ଅଟେ। ଏବଂ ସେ ଆର୍ଯ୍ୟକୁ ଏକ ଯାଦୁକରୀ ବିହନ ଦେଲେ, ଯାହାକୁ ଜମିରେ ବୁଡ଼ିବା ମାତ୍ରେ ପୁରା ରାଜ୍ୟ ରାତାରାତି ଶସ୍ୟ ଶ୍ୟାମଳ କ୍ଷେତରେ ବଦଳିଗଲା। ଓ ରାଜା ଖୁସି ହୋଇ ଆର୍ଯ୍ୟକୁ ନିଜର ଉତ୍ତରାଧିକାରୀ କରିଦେଲେ। କିନ୍ତୁ କାହାଣୀ ଏଇଠି ଶେଷ ହେଲା ନାହିଁ, କାରଣ ପଡ଼ୋଶୀ ରାଜ୍ୟର ଲୋଭୀ ରାଜା କାଲକେତୁର ମନ ଡଲିଗଲା ଏବଂ ସେ ଯାଦୁକରୀ ବିହନ ଛଡ଼ାଇବା ପାଇଁ ରାତି ଅନ୍ଧାରରେ ନିଜ ସେନା ସହିତ ଆକ୍ରମଣ କରିଦେଲା। କିନ୍ତୁ ଆର୍ଯ୍ୟ ଖଣ୍ଡା ଉଠାଇବା ବଦଳରେ ଚତୁରତା ଦେଖାଇଲା ଏବଂ କାଲକେତୁକୁ ସେହି ଡରୁଆ ଗୁମ୍ଫା ଭିତରକୁ ଡାକି ନେଲା, ଯେଉଁଠି ତାକୁ ଖଜାନା ବଦଳରେ ନିଜର ପୁରୁଣା ଖରାପ ସ୍ମୃତି ଓ ପାପର ଛାଇ ଦେଖାଗଲା, ଯେଉଁଥିରେ ତାର ଝାଲ ବୋହିଗଲା ଏବଂ ଆର୍ଯ୍ୟର ଗୋଡ଼ ତଳେ ପଡ଼ି କ୍ଷମା ମାଗିବାକୁ ଲାଗିଲା। ଶେଷରେ ଆର୍ଯ୍ୟ ବଡ଼ ପଣିଆ ଦେଖାଇ କାଲକେତୁକୁ କ୍ଷମା କରିଦେଲା ଏବଂ ଦୁଇ ରାଜ୍ୟ ମିଶି ଉନ୍ନତିର ପଥ ବାଛିଲେ, ଯାହାଦ୍ୱାରା ପୁରା ଦୁନିଆକୁ ଏହା ବୁଝା ପଡ଼ିଲା କି ଅସଲି ବିଜୟ ଅସ୍ତ୍ରଶସ୍ତ୍ରରେ ନୁହେଁ, ବରଂ ବୁଦ୍ଧି ଏବଂ ଭାଇଚାରାରେ ମିଳିଥାଏ। ଏବଂ ସେବେଠାରୁ ସ୍ୱର୍ଣ୍ଣପୁରରେ ଖୁସିର ଏମିତି ଏକ ସମୟ ଆରମ୍ଭ ହେଲା କି ଲୋକେ ଆଜି ବି ସେହି ଚୋରୁଆ ରାଜାର ଉଦାହରଣ ଦିଅନ୍ତି। ଅନେକ ଶତାବ୍ଦୀ ପୂର୍ବେ ହିମାଳୟର ପାଦଦେଶରେ ଥିବା ଏକ ସମୃଦ୍ଧ ରାଜ୍ୟରେ ପ୍ରତାପ ନାମକ ଜଣେ ଅତ୍ୟନ୍ତ ସାହସୀ ରାଜକୁମାର ବାସ କରୁଥିଲେ, ଯିଏ ଦିନେ ନିଜ ସାମ୍ରାଜ୍ୟକୁ ଏକ ଭୟଙ୍କର ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଏକ ଆଲୌକିକ ତରବାରୀର ସନ୍ଧାନରେ ବାହାରିଲେ। କୁହାଯାଏ ଯେ ସେହି ତରବାରୀଟି ନୀଳାଞ୍ଚଳ ନାମକ ଏକ ଦୁର୍ଗମ ଗୁମ୍ଫା ଭିତରେ ଲୁଚି ରହିଥିଲା ଏବଂ ତାକୁ କେବଳ ସେ ବ୍ୟକ୍ତି ହାସଲ କରିପାରିବ ଯିଏ ନିଜ ଜୀବନର ସବୁଠାରୁ ବଡ଼ ଭୟକୁ ଜିତିପାରିବ। ପ୍ରତାପ ଯେତେବେଳେ ସେହି ଗୁମ୍ଫା ଆଡ଼କୁ ଅଗ୍ରସର ହେଲେ, ବାଟରେ ତାଙ୍କୁ ଅନେକ ପ୍ରକାରର ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଲା। କେଉଁଠି ବିଷାକ୍ତ କୁହୁଡ଼ି ତ କେଉଁଠି ଆକାଶରୁ ନିଆଁ ବର୍ଷୁଥିବା ଭଳି ପ୍ରତୀତ ହେଉଥିଲା। କିନ୍ତୁ ସେ ନିଜର ଲକ୍ଷ୍ୟପଥରୁ ଥିଲେ ହେଲେ ବି ବିଚୁଥିଲେ ନାହିଁ। ଯେତେବେଳେ ସେ ଗୁମ୍ଫାର ଶେଷ ପ୍ରାନ୍ତରେ ପହଞ୍ଚିଲେ, ସେଠାରେ ତାଙ୍କୁ ଏକ ବିଶାଳକାୟ କଳ୍ପିତ ସିଂହର ସାମ୍ନା କରିବାକୁ ପଡ଼ିଲା, ଯିଏ ପ୍ରକୃତରେ ପ୍ରତାପଙ୍କର ନିଜସ୍ୱ ଭୟର ଏକ ମାୟାବୀ ପ୍ରତିଫଳନ ଥିଲା। ପ୍ରତାପ ବୁଝିପାରିଲେ ଯେ ସେହି ସିଂହ ସହିତ ଲଢ଼ିବା ଅପେକ୍ଷା ନିଜ ମନକୁ ଶାନ୍ତି ରଖିବା ଅଧିକ ଜରୁରୀ। ତେବେ ସେ ନିଜର ଅସ୍ତ୍ର ତ୍ୟାଗ କରି ଶାନ୍ତ ଭାବେ ଠିଆ ହେଲେ, ଯେମିତି ସେ ନିଜର ଭୟକୁ ସ୍ୱୀକାର କଲେ। ସେହି ମାୟାବୀ ସିଂହଟି ପବନରେ ମିଳାଇଗଲା ଏବଂ ପଥରର କାନ୍ଥ ଭିତରେ ସେହି ଦିବ୍ୟ ତରବାରୀଟି ପ୍ରକଟ ହେଲା। ସେହି ତରବାରୀର ଶକ୍ତିର ପ୍ରତାପ ଶତ୍ରୁ ସୈନ୍ୟକୁ ପରାସ୍ତ କରି ନିଜ ଦେଶକୁ ସ୍ୱାଧୀନ କଲେ। କିନ୍ତୁ ସେ ବୁଝିଲେ ଯେ ପ୍ରକୃତ ଶକ୍ତି ସେହି ଲୌହ ନିର୍ମିତ ତରବାରୀରେ ନଥିଲା, ବରଂ ତାଙ୍କର ସେହି ଆତ୍ମବିଶ୍ୱାସ ଏବଂ ସାହସରେ ଥିଲା, ଯାହା ତାଙ୍କୁ ଗୁମ୍ଫା ଭିତରକୁ ନେଇଯାଇଥିଲା। ଏହି ଦୀର୍ଘ କାହାଣୀ ଶିକ୍ଷା ଦିଏ ଯେ ଆମର ସବୁଠାରୁ ବଡ଼ ଶତ୍ରୁ ଆମ ଭିତରେ ହିଁ ଥାଏ ଏବଂ ଯେଉଁଦିନ ଆମେ ଆମର ମନର ଭୟକୁ ଜିତି ଯାଉ, ସେଦିନ ସାରା ଦୁନିଆ ଆମ ପାଖରେ ନତମସ୍ତକ ହୁଏ। ବହୁ ପ୍ରାଚୀନ କାଳରେ ସୋମନାଥ ନାମକ ଜଣେ ବହୁତ ପରିଶ୍ରମୀ ଏବଂ ଜ୍ଞାନୀ ବଣିକ ଥିଲେ, ଯିଏ ନିଜର ବାଣିଜ୍ୟ ବ୍ୟବସାୟ ପାଇଁ ବିଶାଳ ସମୁଦ୍ର ମଧ୍ୟରେ ଅନେକ ଦୂର ଦୂରାନ୍ତର ଦେଶ ଭ୍ରମଣ କରୁଥିଲେ। ଦିନେ ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଯୋଗୁଁ ତାଙ୍କର ଜାହାଜଟି ନଷ୍ଟ ହୋଇଗଲା ଏବଂ ସେ ପହଞ୍ଚିଗଲେ ଏକ ଅଜ୍ଞାତ ଦ୍ୱୀପରେ, ଯେଉଁଠାରେ ସବୁଆଡ଼େ କେବଳ ଧଳା ବାଲି ଏବଂ ବିଚିତ୍ର ପ୍ରକାରର ଗଛଲତା ଭରି ରହିଥିଲା। ସେଠାରେ ତାଙ୍କର ସାକ୍ଷାତ ହେଲା ସେହି ଦ୍ୱୀପର ଜଣେ ବୃଦ୍ଧ ରକ୍ଷକଙ୍କ ସହ,
ଯିଏ କହିଲେ ଯେ ଏହି ଦ୍ୱୀପର ମୁକ୍ତି ପାଇବାକୁ ହେଲେ ତାଙ୍କୁ 7ଟି ଭିନ୍ନ ଭିନ୍ନ ପାହାଡ଼ ପାର ହୋଇ ସେଠାରେ ଥିବା ଜ୍ଞାନର ପେଢ଼ି ଖୋଲିବାକୁ ପଡ଼ିବ। ସୋମନାଥ ପ୍ରଥମ ପାହାଡ଼ରେ ପହଞ୍ଚିବା ବେଳକୁ ତାଙ୍କୁ ପ୍ରଚୁର ସୁନା ରୂପାର ପ୍ରଲୋଭନ ଦେଖାଗଲା, କିନ୍ତୁ ସେ ଲୋଭ ନ କରି ଆଗକୁ ବଢ଼ିଲେ। ଦ୍ୱିତୀୟ ଓ ତୃତୀୟ ପାହାଡ଼ରେ ତାଙ୍କୁ ଅନେକ ଭୟଙ୍କର ସ୍ୱପ୍ନ ଓ ମାୟାବୀ ଶବ୍ଦ ଶୁଣାଗଲା, ଯାହା ତାଙ୍କ ମନକୁ ବିଚଳିତ କରିବାକୁ ଚେଷ୍ଟା କରୁଥିଲା। ମାତ୍ର ସେ ନିଜର ଏକାଗ୍ରତା ବଳରେ ସେ ସବୁକୁ ଅତିକ୍ରମ କଲେ। ଚତୁର୍ଥ ଓ ପଞ୍ଚମ ପାହାଡ଼ରେ ତାଙ୍କୁ ତାଙ୍କର ଦୟା ଓ ପରୋପକାର ଗୁଣର ପରୀକ୍ଷା ହେଲା, ଯେଉଁଠାରେ ସେ କିଛି କ୍ଷୁଧାର୍ତ ପଶୁପକ୍ଷୀଙ୍କୁ ନିଜ ପାଖରେ ଥିବା ସ୍ୱଳ୍ପ ଖାଦ୍ୟ ଦେଇ ସନ୍ତୁଷ୍ଟ କଲେ। ଶେଷରେ ଯେତେବେଳେ ସେ ସପ୍ତମ ପାହାଡ଼ର ଶିଖରରେ ପହଞ୍ଚି ସେହି ପେଢ଼ିଟିକୁ ଖୋଲିଲେ, ସେଠାରେ କୌଣସି ହୀରା ନୀଲା ନଥିଲା, ବରଂ ଗୋଟିଏ ଦର୍ପଣ ଥିଲା, ଯେଉଁଥିରେ ସେ ନିଜର ପ୍ରତିଫଳନ ଦେଖିଲେ। ସେ ମୁହୂର୍ତ୍ତରେ ସେ ଅନୁଭବ କଲେ ଯେ ସଂସାରର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଆତ୍ମଜ୍ଞାନ, ଏବଂ ଯିଏ ନିଜକୁ ଚିହ୍ନି ପାରେ ସେ ସବୁ କିଛି ଜିତିପାରେ। ସୋମନାଥଙ୍କ ଏହି ସାହସ ଓ ବୁଦ୍ଧିର ବିଚକ୍ଷଣ ବୁଦ୍ଧିରେ ସନ୍ତୁଷ୍ଟ ହୋଇ ଦ୍ୱୀପର ରକ୍ଷକ ତାଙ୍କୁ ଏକ ନୂଆ ସୁସଜ୍ଜିତ ଜାହାଜ ପ୍ରଦାନ କଲେ ଏବଂ ସେ ନିଜ ଦେଶକୁ ଫେରିଆସି ଜଣେ ମହାନ ଦାର୍ଶନିକ ଭାବେ ଜୀବନ ଅତିବାହିତ କଲେ। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ବାହ୍ୟ ଜଗତର ସମସ୍ତ ପ୍ରଲୋଭନ ଓ ବାଧାବିଘ୍ନକୁ ଜିତିବା ପାଇଁ ଆତ୍ମବିଶ୍ୱାସ ଏବଂ ସନ୍ତୋଷ ହିଁ ଏକମାତ୍ର ଶ୍ରେଷ୍ଠ ମାର୍ଗ। ପ୍ରାଚୀନ କାଳରେ ମାଧବ ନାମକ ଜଣେ ଅତି ନିପୁଣ ଶିଳ୍ପୀ ଥିଲେ, ଯିଏ ନିଜର ଛେଣି ଓ ହାତୁଡ଼ି ସାହାଯ୍ୟରେ ପଥର ଭିତରେ ଜୀବନ ଭରିଦେବାର କ୍ଷମତା ରଖୁଥିଲେ। ଦିନେ ରାଜା ତାଙ୍କୁ ସହରର ମୁଖ୍ୟ ଛକରେ ସ୍ଥାପନ କରିବା ପାଇଁ ଏକ ଅତି ସୁନ୍ଦର ପ୍ରତିମା ଗଢ଼ିବାକୁ ଆଦେଶ ଦେଲେ ଏବଂ ସେଥିପାଇଁ ମାଧବ ଜଙ୍ଗଲକୁ 2ଟି ସମାନ ଆକାରର ବଡ଼ ପଥର ଖଣ୍ଡ ନେଇ ଆସିଲେ। ମାଧବ ଯେତେବେଳେ ପ୍ରଥମ ପଥରଟି ଉପରେ ହାତୁଡ଼ିରେ ଆଘାତ କଲେ, ସେ ପଥରଟି ଭିତରୁ ଏକ ଯନ୍ତ୍ରଣାଭରା ସ୍ୱର ଶୁଣାଗଲା, ଶିଳ୍ପୀ ମହାଶୟ, ମୋତେ ଦୟାକରି ଛାଡ଼ି ଦିଅନ୍ତୁ, ଏହି ଆଘାତ ମୁଁ ସହ୍ୟ କରିପାରୁନାହିଁ। ମାଧବ ଦୟାଳୁ ଥିଲେ, ତେଣୁ ସେହି ପଥରଟିକୁ ଛାଡ଼ି ଦ୍ୱିତୀୟ ପଥରଟି ଉପରେ କାମ ଆରମ୍ଭ କଲେ। ଦ୍ୱିତୀୟ ପଥରଟି ମଧ୍ୟ ସମାନ କଷ୍ଟ ଅନୁଭବ କଲା, କିନ୍ତୁ ସେ ଜାଣିଥିଲା ଯେ ଏହି କଷ୍ଟ ପରେ ହିଁ ତାର ଭାଗ୍ୟ ବଦଳିବ। ତେଣୁ ସେ ନୀରବରେ ସମସ୍ତ ଆଘାତ ସହିଗଲା। ଦୀର୍ଘ 1 ମାସର ପରିଶ୍ରମ ପରେ ସେହି ପଥରଟି ଏକ ଅତି ମନୋରମ ଦେବମୂର୍ତ୍ତିରେ ପରିଣତ ହେଲା। ପ୍ରତିଷ୍ଠା ଦିନ ରାଜା ସେ ସୁନ୍ଦର ମୂର୍ତ୍ତିଟିକୁ ମନ୍ଦିରରେ ସ୍ଥାପନ କଲେ ଏବଂ ପ୍ରଥମ ପଥରଟି ଯିଏ କଷ୍ଟ ସହିବାକୁ ମନା କରିଦେଇଥିଲା, ତାକୁ ମନ୍ଦିର ବାହାରେ ପାହାଚ ଭାବେ ରଖାଗଲା, ଯେମିତି ଲୋକମାନେ ତା ଉପରେ ଗୋଡ଼ ଦେଇ ଯାଇପାରିବେ। ଏବେ ପ୍ରତିଦିନ ହଜାର ହଜାର ଭକ୍ତ ସେହି ଦ୍ୱିତୀୟ ପଥରରୁ ନିର୍ମିତ ମୂର୍ତ୍ତିକୁ ପୂଜା କଲେ ଏବଂ ପ୍ରଥମ ପଥରଟି ସମସ୍ତଙ୍କ ପାଦାଘାତ ସହି କାନ୍ଦିବାକୁ ଲାଗିଲା। ସେହି ମୂର୍ତ୍ତିଟି ତାକୁ ବୁଝାଇ କହିଲା, ଯଦି ସେଦିନ ତୁମେ ଶିଳ୍ପୀଙ୍କର ସାମାନ୍ୟ କଷ୍ଟକୁ ସହି ନେଇଥାନ୍ତ, ତେବେ ଆଜି ତୁମେ ମଧ୍ୟ ପୂଜା ପାଉଥାନ୍ତ। ଏହି ଦୀର୍ଘ କାହାଣୀ ଆମକୁ ଶିକ୍ଷା ଦିଏ ଯେ ଜୀବନରେ ସଫଳତା ପାଇବା ପାଇଁ ଆମକୁ ଆରମ୍ଭରେ କିଛି କଠିନ ପରିଶ୍ରମ ଏବଂ ଯନ୍ତ୍ରଣା ସହିବାକୁ ପଡ଼େ। ଯେ ଏହି କଷ୍ଟକୁ ଧୈର୍ଯ୍ୟର ସହ ଗ୍ରହଣ କରେ, ସେ ହିଁ ଭବିଷ୍ୟତର ସାମ୍ନା ଏବଂ ଗୌରବ ହାସଲ କରିଥାଏ। ଅନେକ ବର୍ଷ ପୂର୍ବେ ସୁବର୍ଣ୍ଣପୁର ନାମକ ଏକ ଗ୍ରାମରେ ସୁବୋଧ ନାମକ ଜଣେ ଅତ୍ୟନ୍ତ ଜିଜ୍ଞାସୁ ଏବଂ ନିର୍ଭୁକ ଯୁବକ ବାସ କରୁଥିଲେ, ଯିଏ ଶୁଣିବାକୁ ପାଇଥିଲେ ଯେ ଜଙ୍ଗଲର ସବୁଠାରୁ ଗଭୀର କୋଣରେ ଏକ ଅଦୃଶ୍ୟ ଦ୍ୱୀପ ଅଛି, ଯାହାକୁ ଜଲାଇଲେ ମଣିଷ ନିଜର ଭବିଷ୍ୟତ ଦେଖିପାରିବ। ସୁବୋଧ ସେହି ଦ୍ୱୀପକୁ ଖୋଜିବା ପାଇଁ ଏକ ନିଶୁଣ ଅମାବାସ୍ୟା ରାତିରେ ଯାତ୍ରା ଆରମ୍ଭ କଲେ, ଯେଉଁଠାରେ ବାଟରେ ତାଙ୍କୁ ପ୍ରଥମେ ମାୟାବୀ ନଦୀ ପାର ହେବାକୁ ପଡ଼ିଲା, ଯାହାର ପାଣି ସ୍ରୋତ ବିପରୀତ ଦିଗକୁ ବହୁଥିଲା। ସେ ଦିନରୁ ପାର ହେବା ପାଇଁ ସେ ନିଜର ଶାରୀରିକ ବଳ ନୁହେଁ, ବରଂ ମାନସିକ ଶାନ୍ତିର ପ୍ରୟୋଗ କଲେ ଏବଂ ଶେଷରେ ଏକ ଗୁପ୍ତ ପାହାଡ଼ ପାଖରେ ପହଞ୍ଚିଲେ, ଯେଉଁଠାରେ 3ଟି ଦ୍ୱାର ଥିଲା। ପ୍ରଥମ ଦ୍ୱାରଟି ସୁନା ହୀରାରେ ଚମକୁଥିଲା, ଦ୍ୱିତୀୟ ଦ୍ୱାରଟି ବିଳାସପୂର୍ଣ୍ଣ ଖାଦ୍ୟରେ ଭରପୁର ଥିଲା
କିନ୍ତୁ ସୁବୋଧ ସେ ସବୁକୁ ପ୍ରତ୍ୟାଖ୍ୟାନ କରି ତୃତୀୟ ଦ୍ୱାରଟିକୁ ବାଛିଲେ, ଯାହା ଅତ୍ୟନ୍ତ ସାଧାରଣ ଓ ପୁରୁଣା ଦେଖାଯାଉଥିଲା। ଗୁମ୍ଫା ଭିତରେ ପ୍ରବେଶ କରିବା ମାତ୍ରେ ଜଣେ ବୃଦ୍ଧ ଯୋଗୀ ତାଙ୍କ ସାମ୍ନାକୁ ଆସି କହିଲେ ଯେ ଭବିଷ୍ୟତ ଜାଣିବା ଅପେକ୍ଷା ବର୍ତ୍ତମାନକୁ ସୁଧାରିବା ହିଁ ବଡ଼ ଜ୍ଞାନୀର କାମ। ସୁବୋଧ ସେହି ମୁହୂର୍ତ୍ତରେ ବୁଝିପାରିଲେ ଯେ ଅଦୃଶ୍ୟ ଦୀପ କୌଣସି ବାହ୍ୟ ବସ୍ତୁ ନୁହେଁ, ବରଂ ନିଜ ଭିତରେ ଥିବା ସଦ୍ବୁଦ୍ଧି ଓ ସତ୍କର୍ମର ପ୍ରକାଶ। ସେହି ଦିନଠାରୁ ସୁବୋଧ ଗାଁକୁ ଫେରି ଆସି ଲୋକମାନଙ୍କ ସେବା କଲେ ଏବଂ ଜଣେ ପ୍ରକୃତ ଜ୍ଞାନୀ ଭାବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଲେ। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ଆମେ ଯେତେବେଳେ ବାହ୍ୟ ଚମକ ଧମକ ଛାଡ଼ି ନିଜର କର୍ତ୍ତବ୍ୟ ପଥରେ ଚାଲୁ, ସେତେବେଳେ ଭାଗ୍ୟ ନିଜେ ଆମକୁ ବାଟ ଦେଖାଇଥାଏ। ପ୍ରାଚୀନ କାଳରେ ରତ୍ନପୁର ନାମକ ଏକ ସମୃଦ୍ଧ ରାଜ୍ୟରେ ଜଣେ ନ୍ୟାୟପ୍ରିୟ ରାଜା ରାଜୁତି କରୁଥିଲେ, ଯାହାଙ୍କର ସୁମନ୍ତ ନାମକ ଜଣେ ଅତି ବୁଦ୍ଧିମାନ ଏବଂ ଚତୁର ମନ୍ତ୍ରୀ ଥିଲେ। ଦିନେ ରାଜଭଣ୍ଡାରରୁ ଏକ ଅତି ମୂଲ୍ୟବାନ ହୀରା ଚୋରି ହୋଇଗଲା, ଯାହାକୁ ଜଗିବା ପାଇଁ ଶତାଧିକ ପ୍ରହରୀ ନିୟୋଜିତ ଥିଲେ। କିନ୍ତୁ କେହି ବି ଜାଣିପାରିଲେ ନାହିଁ ଯେ ଚୋର କେଉଁ ବାଟ ଦେଇ ପ୍ରବେଶ କଲା। ରାଜା ଅତ୍ୟନ୍ତ ଚିନ୍ତିତ ହୋଇ ସମସ୍ତଙ୍କୁ ଚୋର ଧରିବା ପାଇଁ 7 ଦିନ ସମୟ ଦେଲେ। ସୁମନ୍ତ କୌଣସି ସୈନ୍ୟବାହିନୀ ବ୍ୟବହାର ନ କରି ଏକ ନିଆରା ଉପାୟ ଚିନ୍ତା କଲେ। ସେ ରାଜ୍ୟର ସମସ୍ତ ସନ୍ନିଧ ବ୍ୟକ୍ତି ଏବଂ ସେହି ଦିନ ଦାୟିତ୍ୱରେ ଥିବା ପ୍ରହରୀମାନଙ୍କୁ ଏକ ବଡ଼ ସଭାଗୃହକୁ ଡାକିଲେ। ସେ ସମସ୍ତଙ୍କ ହାତରେ ଗୋଟିଏ ଲେଖା କାଠ ବାଡ଼ି ଦେଇ କହିଲେ, ଏହା ହେଉଛି ଏକ ଯାଦୁକରୀ ବାଡ଼ି। ଯେ ଚୋର ଥିବ ତାର ବାଡ଼ିଟି ଆସନ୍ତାକାଲି ସକାଳେ 2 ଇଞ୍ଚ ଲମ୍ବା ହୋଇଯିବ। ସମସ୍ତେ ନିଜ ନିଜ ଘରକୁ ଫେରିଗଲେ, କିନ୍ତୁ ପ୍ରକୃତ ଚୋରଟି ମନେ ମନେ ବହୁତ ଭୟଭୀତ ହୋଇଗଲା। ସେ ଭାବିଲେ ଯେ ଯଦି ସକାଳେ ତାର ବାଡ଼ିଟି ଲମ୍ବା ହୋଇଯାଏ ତେବେ ସେ ଧରା ପଡ଼ିଯିବ। ତେଣୁ ସେ ଚତୁରତା ଦେଖାଇ ନିଜ ବାଡ଼ିକୁ ଆଗୁଆ 2 ଇଞ୍ଚ କାଟି ଛୋଟ କରିଦେଲା। ପରଦିନ ସକାଳେ ଯେତେବେଳେ ସୁମନ୍ତ ସମସ୍ତଙ୍କ ବାଡ଼ି ପରୀକ୍ଷା କଲେ, ସେ ଦେଖିଲେ ଯେ ଜଣେ ପ୍ରହରୀଙ୍କ ବାଡ଼ି ଅନ୍ୟମାନଙ୍କ ଅପେକ୍ଷା 2 ଇଞ୍ଚ ଛୋଟ ଅଛି। ସୁମନ୍ତ ସଙ୍ଗେ ସଙ୍ଗେ ତାକୁ ଚୋର ବୋଲି ଚିହ୍ନଟ କଲେ, କାରଣ ବାସ୍ତବରେ ସେ ବାଡ଼ିଟି କୌଣସି ଯାଦୁ ନଥିଲା, ତାହା କେବଳ ଚୋରର ମାନସିକତା ପରୀକ୍ଷା ପାଇଁ ଏକ କୌଶଳ ଥିଲା। ଚୋରଟି ନିଜର ଭୁଲ ସ୍ୱୀକାର କଲା ଏବଂ ହୀରାଟିକୁ ଫେରାଇ ଦେଲା। ରାଜା ସୁମନ୍ତଙ୍କର ଏହି ସାଧାରଣ ବୁଦ୍ଧିମତ୍ତା ଦେଖି ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାକୁ ଅନେକ ପୁରସ୍କାର ପ୍ରଦାନ କଲେ। ଏହି ଦୀର୍ଘ କାହାଣୀ ଆମକୁ ଶିକ୍ଷା ଦେଇଥାଏ ଯେ କଠିନରୁ କଠିନ ସମସ୍ୟା କିମ୍ବା ରହସ୍ୟକୁ ବଳ ପ୍ରୟୋଗ ନ କରି ମଧ୍ୟ କେବଳ ବୁଦ୍ଧି ଓ ବିବେକ ବଳରେ ସଠିକ ଭାବେ ସମାଧାନ କରାଯାଇପାରେ। ଅନେକ ବର୍ଷ ପୂର୍ବେ ସାଗରଗଡ଼ ନାମକ ଏକ ବନ୍ଦର ସହରରେ ଆର୍ଯ୍ୟନ ନାମକ ଜଣେ ସାହସୀ ନାବିକ ବାସ କରୁଥିଲେ, ଯେ ଶୁଣିବାକୁ ପାଇଥିଲେ ଯେ ସମୁଦ୍ର ମଧ୍ୟରେ ଏକ ଅଜ୍ଞାତ ଦ୍ୱୀପ ଅଛି, ଯେଉଁଠାରେ ସମୟର ଝରଣା ବହୁଛି ଏବଂ ସେହି ଝରଣାର ଜଳ ପିଇଲେ ମଣିଷ କେବେ ବୁଢ଼ା ହୁଏ ନାହିଁ। ଆର୍ଯ୍ୟନ ନିଜର ଦଳବଳ ସହ ସେହି ଦ୍ୱୀପର ସନ୍ଧାନରେ ବାହାରିଲେ, କିନ୍ତୁ ବାଟରେ ତାଙ୍କୁ ଭୟଙ୍କର ସାମୁଦ୍ରିକ ତୁଫାନ ଏବଂ ବିଶାଳକାୟ ସାମୁଦ୍ରିକ ଜୀବମାନଙ୍କର ସାମ୍ନା କରିବାକୁ ପଡ଼ିଲା। ଅନେକ ଦିନର କଠିନ ଯାତ୍ରା ପରେ ସେମାନେ ଏକ କୁହୁଡ଼ି ଘେରା ଦ୍ୱୀପରେ ପହଞ୍ଚିଲେ, ଯେଉଁଠାରେ ଗଛର ପତ୍ରଗୁଡ଼ିକ ସୁନା ପରି ଚମକୁଥିଲା ଏବଂ ପକ୍ଷୀମାନେ ଅଦ୍ଭୁତ ସ୍ୱରରେ ଗୀତ ଗାଉଥିଲେ। ସେହି ଦ୍ୱୀପର ମଧ୍ୟଭାଗରେ ଏକ ଗୁମ୍ଫା ଥିଲା, ଯେଉଁଠାରେ ସେହି ସମୟର ଝରଣା ବହୁଥିଲା। ଯେମିତି ଆର୍ଯ୍ୟନ ସେହି ଜଲକୁ ଛୁଇଁବାକୁ ଗଲେ, ଜଣେ ଦିବ୍ୟ ପୁରୁଷ ପ୍ରକଟ ହୋଇ କହିଲେ, ହେ ନାବିକ, ଏହି ଜଳ ତୁମକୁ ଅମର କରିଦେବ ସତ, କିନ୍ତୁ ଏହାର ବଦଳରେ ତୁମକୁ ତୁମର ସମସ୍ତ ପୁରୁଣା ସ୍ମୃତି ଓ ପ୍ରିୟଜନଙ୍କ କଥା ଭୁଲିବାକୁ ପଡ଼ିବ। ଆର୍ଯ୍ୟନ ଏକ ମୁହୂର୍ତ୍ତ ପାଇଁ ଅଟକି କଲେ ଏବଂ ଗଭୀର ଭାବେ ଚିନ୍ତା କଲେ। ସେ ଅନୁଭବ କଲେ ଯେ ଯଦି ସେ ନିଜର ପରିବାର, ବନ୍ଧୁ ଏବଂ ନିଜର ଅତୀତକୁ ଭୁଲିଯିବେ, ତେବେ ସେହି ଅମରତ୍ୱର କୌଣସି ମୂଲ୍ୟ ରହିବ ନାହିଁ। ଜୀବନର ପ୍ରକୃତ ସୁନ୍ଦରତା ତାର ସୀମିତ ସମୟ ଏବଂ ସେହି ସମୟ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ମଧ୍ୟରେ ହେଇଥାଏ। ସେ ସେହି ଜଳ ନ ପିଇ ଖାଲି ହାତରେ ନିଜ ସହରକୁ ଫେରି ଆସିଲେ ଏବଂ ସମସ୍ତଙ୍କୁ ବୁଝାଇଥିଲେ ଯେ ମଣିଷକୁ ଅମର ହେବା ପାଇଁ କୌଣସି ଯାଦୁକରୀ ଜଳର ଆବଶ୍ୟକତା ନାହିଁ, ବରଂ ନିଜର ସତ୍କର୍ମ
ଏବଂ ଅନ୍ୟର ସେବା ଦ୍ୱାରା ହିଁ ସେ ଲୋକଙ୍କ ହୃଦୟରେ ଚିରଦିନ ପାଇଁ ଅମର ହୋଇ ରହିପାରିବ।